ବର୍ତ୍ତମାନ ତାଙ୍କର ତ ଭାଗ ନାହିଁ ଆଉ କଣ କରାଯିବ। ପ୍ରଭାତ ବିଶ୍ୱାଳଙ୍କର ଆଉ ଭାଗ ନାହିଁ। ସମସ୍ତେ କିଏ 4000 କିଏ 800 କିଏ 500 କୋଟି ନେଇଯିବେ। ତାଙ୍କୁ ଖମ୍ବ ଆଳୁ ମିଳିବ ବର୍ତ୍ତମାନ ସସ୍ପେଣ୍ଡ ହେଇଗଲେ। ଦଳ ଭିତରେ ଥିଲେ ଭାଗ ମିଳିଥାନ୍ତା। ଦଳରୁ ତ ପଳେଇଲେ ବର୍ତ୍ତମାନ ଆଉ କଣ କରିବେ। କଂଗ୍ରେସ ସହିତ କୋଲାବୋରେସନ ନୁହଁ, ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଆବଶ୍ୟକତା ଥିଲା। ଆଜି ପର୍ଯ୍ୟନ୍ତ ଗୋଟେ ନେରେଟିଭ ଆମେ ଚଲେଇଥିଲେ ଓଡ଼ିଶାରେ ଯେ ନବୀନ ବାବୁ ସବୁ କଥାରେ ବିଜେପି ସାଙ୍ଗରେ ହଁ କରୁଛନ୍ତି, ବିଜେପି ଯାହା କହୁଛି ତାହା କରୁଛନ୍ତି। ଆଜି ଯେତେବେଳେ ନବୀନ ବାବୁ ବିଜେପି ର ଚତୁର୍ଥ ପ୍ରାର୍ଥୀଙ୍କୁ ମାତ ଦେବାକୁ, ତୃତୀୟ ପ୍ରାର୍ଥୀଙ୍କୁ ମାତ ଦେବାକୁ ଯେତେବେଳେ ନିଜେ ଚତୁର୍ଥ ପ୍ରାର୍ଥୀ ରଖିଲେ, ସେତେବେଳେ ବି ସେଇ ସମାନ ପ୍ରଶ୍ନ। ଅର୍ଥାତ୍ ଏ ରାଜ୍ୟରେ ଯାହା ହବ କେବଳ ନବୀନ ବାବୁ ଉତ୍ତରଦାୟୀ ହେବେ। ନବୀନ ବାବୁ ଯଦି ପ୍ରାର୍ଥୀ ନଦେଲେ ତାହେଲେ ସେ ବିଜେପି ସମର୍ଥନ କରୁଛନ୍ତି, ଯଦି ପ୍ରାର୍ଥୀ ଦେଲେ ତାହେଲେ ସେ କଂଗ୍ରେସକୁ ସମର୍ଥନ କରୁଛନ୍ତି। ଦେଖନ୍ତୁ, ଚତୁର୍ଥ ପ୍ରାର୍ଥୀ ଯଦି ବିରୋଧୀ ଦଳ ମିଳିତ ହେଇପାରିବେ ତାହେଲେ ଚତୁର୍ଥ ପ୍ରାର୍ଥୀ ତାଙ୍କର ହବ। କାରଣ ବିଜେପି ର ଯୋଉ 2 ଜଣ ପ୍ରାର୍ଥୀ 35-35 କିମ୍ବା 36-36 ପ୍ରଥମ ପସନ୍ଦର ଭୋଟ ପାଇଲେ, ଚାଲିଗଲା 72। ତାଙ୍କ ପାଖରେ ଆଉ ରହିଲା କେତେ? ମାତ୍ର 9 ଜଣ ଆଉ ରହିଲେ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶେଇକିରି। ତ 9 ଜଣ ବିଧାୟକଙ୍କୁ ନେଇକରି ସେମାନେ ଗୋଟେ ପ୍ରାର୍ଥୀଙ୍କୁ ଜିତେଇ ପାରିବେ। କିନ୍ତୁ ବିରୋଧୀ ଦଳ ପାଖରେ 28ଟା ଭୋଟ ଅଛି, 28-29ଟା ଭୋଟ ଅଛି। ତେଣୁ ବିରୋଧୀ ଦଳର ହକ୍ ସେଇଟା। ତେଣୁ ବିରୋଧୀ ଦଳ ଯଦି ମିଳିତ ଭାବରେ ଗୋଟେ ପ୍ରାର୍ଥୀ ଦେବେ ତାହେଲେ ସେ ଜିତିବେ। ଏବଂ ସେ କଥା ନବୀନ ପଟ୍ଟନାୟକ କରୁଛନ୍ତି। ଏବଂ ସେ ଅସୁବିଧା କ'ଣ ଅଛି? ଏବଂ ଯାହାଙ୍କୁ ପ୍ରାର୍ଥୀ ଦିଆହେଇଛି, ସନ୍ତୃପ୍ତ ବାବୁ ତୃତୀୟ ପ୍ରାର୍ଥୀ, ସେ ବିଜେଡିର ପ୍ରାର୍ଥୀ ହେଇକିରି ଗଲେ। ଚତୁର୍ଥ ପ୍ରାର୍ଥୀ କଂଗ୍ରେସ ଏବଂ ବିଜେଡି ର ସମର୍ଥନରେ ଜିତିବେ। କଂଗ୍ରେସ, ବିଜେଡି ଏବଂ ସିପିଆଇଏମ୍, ଏଠି ସିପିଆଇଏମ୍ ର ମଧ୍ୟ ଗୋଟେ ଭୂମିକା ଅଛି, କାରଣ ଲକ୍ଷ୍ମଣ ମୁଣ୍ଡା ସିପିଆଇଏମ୍ ର ପ୍ରାର୍ଥୀ ଅଛନ୍ତି। ତେଣୁ ଡକ୍ଟର ଦତେଶ୍ୱର ହୋତା ବର୍ତ୍ତମାନ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ବୋଲି ଆପଣଙ୍କୁ କହିବାକୁ ପଡ଼ିବ। ଡକ୍ଟର ଦତେଶ୍ୱର ହୋତାଙ୍କୁ ସମସ୍ତେ ସମର୍ଥନ କରିବାର ଆବଶ୍ୟକତା ଅଛି। ବିଜେପି ଯଦି ଚତୁର୍ଥ ପ୍ରାର୍ଥୀ ଦିଏ ତାହେଲେ ତାଙ୍କୁ ପାଖାପାଖି 20 ବିଧାୟକଙ୍କୁ କିଣିବାକୁ ପଡ଼ିବ। ତେଣୁ ଦେଖାଯାଉ ବିଜେପି ଚତୁର୍ଥ ପ୍ରାର୍ଥୀ ଦଉଛି ନା 2ଟି ପ୍ରାର୍ଥୀରେ ସନ୍ତୁଷ୍ଟ ହଉଛନ୍ତି। ହୁଏତ ଏମିତି ବି ହେଇପାରେ ଯେ ବିଜେପି 2ଟି ପ୍ରାର୍ଥୀ ଦେଇପାରେ ଏବଂ ନିର୍ବାଚନ ହେଇ ନପାରେ। ତେଣୁ ବିଜେପି ଉପରେ ବର୍ତ୍ତମାନ ନିର୍ଭର କରୁଛି ଯେ ବିଜେପି 3 ଜଣଙ୍କୁ ଟିକେଟ ଦଉଛି ନା 2 ଜଣଙ୍କୁ ଟିକେଟ ଦଉଛି। କିନ୍ତୁ ଏପଟେ ସଂପୃକ୍ତଙ୍କୁ ଟିକେଟ ମିଳିବା ପରଠୁ ପ୍ରଭାତ ବିଶ୍ୱାଳଙ୍କର ରାଗ ବଢ଼ିଯାଇଛି। ପ୍ରଭାତ ବିଶ୍ୱାଳଙ୍କ ଉପରେ କ'ଣ ଭାଗ ଦରକାର? ଯୋଉ ବିଜେଡିରେ ଯୋଉ ପଇସା ଅଛି ସେଥିରୁ ତାଙ୍କର କୁଆଡେ ଭାଗ ଅଛି? ତାଙ୍କୁ ଭାଗ ନବୀନ ପଟ୍ଟନାୟକ ପଠେଇଦେବେ ତାଙ୍କୁ ଚେକ୍ ଦସ୍ତଖତ କରିକି। ଆଉ ତାଙ୍କର କ'ଣ? ସିଏ ତ ଖାଲି ଗୁଡାଏ ରାଉ ରାଉ ହଉଛନ୍ତି। ସେ 2 ବର୍ଷ ହେଲାଣି ସେ କୁଆଡେ ଅନିଦ୍ରା ରହିକରି ବିଜୁ ଜନତା ଦଳକୁ ଗଢିଥିଲେ। ନବୀନ ପଟ୍ଟନାୟକ କିଛି ଗଢି ନଥିଲେ। ଆମେ ନୂଆ ନୂଆ କଥା ଶୁଣୁଛୁ ଓଡ଼ିଶାରେ ଆଜିକାଲି। ଏପର୍ଯ୍ୟନ୍ତ କହିଲେ ଯେ ଓଡ଼ିଶାରେ ବିଜେଡି ନେତାମାନେ କିଛି କରୁନଥିଲେ, କେବଳ ଭିକେ ପାଣ୍ଡିଆନ ସବୁ କଥା କରୁଥିଲେ, ସବୁ କଥା ବୁଝୁଥିଲେ। ଏବେ କ'ଣ ଟିକେ ଆଗରୁ କ'ଣ କହିଲେ ଯେ ପ୍ରଭାତ ବିଶ୍ୱାଳ ସେ କୁଆଡେ ସବୁ ଗୋଟେ ସର୍ଭେ ବି କୁଆଡେ କରୁଥିଲେ, 147ଟା ଜାଗା ଆସନ ସେ କୁଆଡେ ସର୍ଭେ ବି କରୁଥିଲେ। ଆଉ କିଛି ଦିନ ପରେ କହିବେ ମୁଁ ହିଁ ଗଢିଛି। ଯେତେବେଳେ ପ୍ୟାରୀ ମହାପାତ୍ରଙ୍କର ମିଡନାଇଟ୍ ଅପରେସନ ହେଲା, ସେତେବେଳେ ଜଣେ ମାତ୍ର ବିଧାୟକ ଯିଏ ଖୋଲାଖୋଲି ନବୀନ ପଟ୍ଟନାୟକ ବିରୁଦ୍ଧରେ କହିଥିଲେ ସିଏ ହେଉଛନ୍ତି ପ୍ରଭାତ ବିଶ୍ୱାଳ। ସେ ବୋଧେ ସେଟା ଭୁଲି ଯାଉଛନ୍ତି। କହୁଛନ୍ତି ରାତି ଅନିଦ୍ରା ହେଇକରି ମୁଁ ବିଜେଡି ଗଢିଛି। ଆଜ୍ଞା, ରାତି ଅନିଦ୍ରା ହେଇକରି ଆପଣ ଜେଲରେ ରହିଲେ ଚିଟଫଣ୍ଡ ଘୋଟାଲାରେ, ତା ସତ୍ତ୍ୱେ ବି ଆପଣଙ୍କୁ ନବୀନ ପଟ୍ଟନାୟକ ଆପଣଙ୍କ ପୁଅକୁ ଟିକେଟ ଦେଲେ, 2 ଥର ବିଧାୟକ କଲେଣି। ବିଜେଡିର କିଛି ବିଚିତ୍ର ନେତା ଅଛନ୍ତି ଏବଂ ସେମାନେ ଯାଉଛନ୍ତି ଆସ୍ତେ ଆସ୍ତେ। ଏବଂ ଦେଖିବେ ଏଇଟା କିଛି ଦିନ, ଆଜି ତାଙ୍କୁ ଦଳରୁ ନିଲମ୍ବିତ କରାଗଲା। ବର୍ତ୍ତମାନ ପାଖାପାଖି ମାସେ ପର୍ଯ୍ୟନ୍ତ ସେ ସବୁ ଟେଲିଭିଜନ ଚ୍ୟାନେଲରେ ବସିକରି ବର୍ତ୍ତମାନ ଇଣ୍ଟରଭ୍ୟୁ ଦେବେ। ଯାହା ରାଗ ଅଛି, ଯାହା ମାନେ ବକ୍ତବ୍ୟ ଅଛି ସବୁ ସାରିବେ, ତାପରେ ପୁଣି ଲିଭିଯିବେ। ଆମେ କହିବା କଥା ଯେ ଜଣେ ଆସିଲେ 4000 କୋଟି ଟଙ୍କା ଦଳର ଖାଇ ନେଇଗଲେ, ଆଉ ଏବେ ସଂପୃକ୍ତ 800 କୋଟି ଟଙ୍କା 4000 କୋଟି ଟଙ୍କା କ'ଣ କୋଉଠି ଏକଦମ ପଶିଥିଲା? ଚା ପାଇଁ ହେଇଛି। ଆମ ରାଜୁ ଯୋଉ ଦୋକାନରେ ଚା କପ୍ ହେଇଛି, ଆସିଲେ ପିଇଦେଲେ ପଳେଇଲେ। 4000 କୋଟି ଟଙ୍କା କିଏ ମାନେ 4000 କୋଟି ରଖିଥିଲେ କି? ସିଧାସଳଖ ଭାବରେ ବିକେ ପାଣ୍ଡିଆନଙ୍କର ନାଁ ନେଇକି ଇଙ୍ଗିତ କରିଥିଲେ। 4000 କୋଟି ଯଦି ନେଇକରି ପଳେଇଲେ, 4000 କୋଟି ଟଙ୍କା ଧରିବା ପାଇଁ କିଏ ଲୋକ ନାହାନ୍ତି କି? ଇଡି ଅଛି, ସିବିଆଇ ଅଛି। ତାଙ୍କର ତ ଦଳର ପାଣ୍ଠି କ'ଣ ଦଳ ନେଇକରି ପଳେଇବ? ଦଳର ପାଣ୍ଠିରେ ଗୋଟେ ଆକାଉଣ୍ଟେବିଲିଟି ଅଛି କି ନାହିଁ? ଦଳର ପାଣ୍ଠିକୁ ବିକେ ପାଣ୍ଡିଆନ ପରେ ନେଇଗଲେ, ଦଳର ପାଣ୍ଠିକୁ ସବୁ ଜାଗା ସବୁ ନେଇ ସେ ବର୍ତ୍ତମାନ ସେ ପଳେଇଲେ। ତେଣୁ ତ ବର୍ତ୍ତମାନ ତାଙ୍କର ତ ଭାଗ ନାହିଁ, ଆଉ କ'ଣ କରାଯିବ? ପ୍ରଭାତ ବିଶ୍ୱାଳଙ୍କର ଆଉ ଭାଗ ନାହିଁ। ସମସ୍ତେ କିଏ 4000 କିଏ 800
किए 500 कोटी नहीं जिवे तांकु खंब आलू मिलिबो वर्तमान सस्पेंड हो गले दल भितर थिले भाग मिलिथांता दलरु तो पळेले वर्तमान कोन करिवे ଦଳରୁ ବହିଷ୍କାର ପୁଣି ଏମିତି କରାହେଇଗଲା दलरु तो बहिष्कार करदेले तांकु कोन करिवे से तो कहले जे दलर 4000 कोटी टंका इए नहीं गला से नहीं गला से कहते मोर भी भाग अछि आ भाग बसेबा हेले पार्टी भीतर रहिबा पड़े काम करबा पड़े से जो अनिद्रा रहितिले एते अनिद्रा रहिले अधिक अनिद्रा रहिले बाउली चाउली हुଅନ୍ତି प्रभातଙ୍କର ସେଇଆ ହେଇଛି ବହୁତ ଅନିଦ୍ରା ରହିଲେ ସେ ସେଇଥିପାଇଁ ଧଳା ଛାଡିକି ନାଲିଆ ଲାଲ ସିଏ କଲର ଆପଣେଇଥିଲେ। ୟା ପରେ ସେ ବୋଧେ ଦେଖିବେ ଗେରୁଆ ପିନ୍ଧିବେ ନାଲି ପିନ୍ଧୁଥିଲେ ତାପରେ ଧଳା ପିନ୍ଧିଲେ ଧଳା ପିନ୍ଧୁଥିଲେ ନାଲି ପିନ୍ଧିଲେ ଧଳା ନାଲି ଗେରୁଆ ତାପରେ ନୀଳ କେତେ କଣ ହବ ଆଗରୁ ଯେମିତି ହେଇଥିଲା ବିଜୟ ମହାପାତ୍ର କେସରେ ବାପ ଯୋଗୁ ପୁଅ ବଳି ପଡ଼ିଲା ସେମିତି ତ ଆଉ ଦେଖନ୍ତୁ ଏଠି କଣ ହଉଛି ହବନି। ସୌଭିକ ବିଶ୍ୱାଳ କଣ ନିଷ୍ପତ୍ତି ନଉଛନ୍ତି ତାଙ୍କ ଉପରେ ନିର୍ଭର କରିବ ସୌଭିକ ବିଶ୍ୱାଳ ବାପାଙ୍କର ପଦାଙ୍କୁ ଅନୁସରଣ କରିବେ ନା ଦଳ ଭିତରେ ରହିବେ ସେଟା ସୌଭିକ ବିଶ୍ୱାଳ ନିଷ୍ପତ୍ତି ନେବେ ସାର୍ ଆଉ ଗୋଟେ କଥା କି ଏଇ ଯୋଉ ବର୍ତ୍ତମାନ ସମୟରେ ଏଇ ଯୋଉ ମାନେ ପ୍ରଭାତ ବିଶ୍ୱାଳ ସିଏ କହିବା କଥା କି ଯୋଉ ଗୋଲ ବୈଠକ ହେଇଥିଲା ସେଥିରେ ନିଷ୍ପତ୍ତି ତାଙ୍କର ଗୋଟେ ମତ ଥିଲା ଯେ ଦେବୀ ମିଶ୍ରଙ୍କୁ ଟିକେଟ ଦିଆଯାଉ ସିଏ କାହିଁକି ଦେବୀ ସେ ମିଶ୍ରଙ୍କୁ ଦିଆଗଲାନି ଦେଖନ୍ତୁ କାହାକୁ ଦେବେ ସେଟା ଆଜ୍ଞା ସେ ବିଜେଡି ନିଷ୍ପତ୍ତି ନବ ନା ଆଉ ପ୍ରଭାତ ବିଶ୍ୱାଳ କଣ ପିଏସି ମେମ୍ବର କିନ୍ତୁ ପୁରୁଣା ମେମ୍ବର ପୁରୁଣା ମେମ୍ବର କଣ ସମସ୍ତେ ବସିକି ନିଷ୍ପତ୍ତି ନେବେ ଦଳ କିଏ ଯିବ କଣ ଦଳ ଯାହା ସମସ୍ତ ସବୁ ମୁଁ କହିବି ମତେ ପଠେଇବେ ଏମିତି କଣ ହୁଏ ଏବେ ଦଳ ଆଗକୁ ଦେବୀ ମିଶ୍ର ମଧ୍ୟ ନିଜେ ଗୋଟେ ଦଳ ଗଢିବେ ଇଏ କରିବେ ବୋଲି ଚର୍ଚ୍ଚା ହେଲାଣି କୁହନ୍ତୁ ଦଳ ଦେବୀ ମିଶ୍ର ତ ନିଜେ କହୁନାହାନ୍ତି ଦଳ ଗଢିବେ ବୋଲିକିରି ଚର୍ଚ୍ଚା ହେଲାଣି ଯେ ଦେବୀ ମିଶ୍ର ପରେ ମାନେ- ନିଜେ ଏବେ ଏଥରକ ଆଉ ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍ ଇଣ୍ଡିପେଣ୍ଡେଣ୍ଟ ହେବେ ସମ୍ଭାବନା ହୁଅନ୍ତୁ ହେଇ ସାରିଲା ପରେ ଦେଖିବା ଦେବୀ ମିଶ୍ର ତ କହିନାହାନ୍ତି ଏବଂ ମୁଁ ଯେତିକି ଜାଣେ ଦେବୀ ମିଶ୍ର ଧୀର ପାଣି ପଥର କାଟେ ସେ ମାନେ ବିଲକୁଲ ସେ ଭଳିଆ ନିଷ୍ପତ୍ତି ନେବା ଲୋକ ନୁହନ୍ତି ସେ ପ୍ରଭାତ ବିଶ୍ୱାଳ ନୁହନ୍ତି କି ପ୍ରଭାତ ତ୍ରିପାଠୀ ନୁହନ୍ତି ଦେବୀ ମିଶ୍ରଙ୍କ ରାଜନୀତିକୁ ଯୋଉମାନେ ଜାଣିନାହାନ୍ତି ସେମାନେ ଏଭଳିଆ ରାଜନୀତି ଏଭଳିଆ ବକ୍ତବ୍ୟ ରଖିବେ ତ ବିଜେପି କି ବାଜିମାତ କଲେ କି ନବୀନ ପଟ୍ଟନାୟକ ସେଇଟା କହିହବନି ଯେ ପର୍ଯ୍ୟନ୍ତ ବିଜେପି ନିଜର ପ୍ରାର୍ଥୀ ନ ଦେଇଛି ସେତେବେଳେ ପର୍ଯ୍ୟନ୍ତ କିଛି କହିବାଟା ସମ୍ଭବ ହବ ବିଜେପି ଏତେ ସମୟ ଯାଏଁ କାହିଁକି ଚିପିକି ରହୁଛି ଦେଖନ୍ତୁ, କାହିଁକି ତାର ବିଜେପି ତ ଆଗୁଆ ବିଜେପି ଟିକେଟ ଡିକ୍ଲେୟାର କରିପାରୁନି ବିଜେପି ତ ଶାସକ ନିଜେ ଦଳ ଆସିଲା ପରେ ବିଜେପି ତ ଏଇଠି ନିଷ୍ପତ୍ତି ନବନି ନା ବିଜେପିର ନିଷ୍ପତ୍ତି ପାର୍ଲାମେଣ୍ଟାରୀ ବୋର୍ଡ ଦିଲ୍ଲୀରେ ନବ ତାଙ୍କର ବା କୁଆଡେ ବକ୍ସ ଭିତରେ ସବୁ ଘୋଡା ହେଇକି ଅଛି ନାଇଁ ସେ ନିଷ୍ପତ୍ତି ଦିଲ୍ଲୀ ଓଡ଼ିଶା ନେତୃତ୍ୱ ସେ ନିଷ୍ପତ୍ତି ନେଇପାରିବେ ତାଙ୍କ ପାଖରେ ସେ କ୍ଷମତା ଅଛି ଏ କ୍ଷମତା ତାଙ୍କର ପାର୍ଲାମେଣ୍ଟାରୀ ବୋର୍ଡ ନବ ତେଣୁ ପାର୍ଲାମେଣ୍ଟାରୀ ବୋର୍ଡ କେବେ ନିଷ୍ପତ୍ତି ନବ ସେ ସମ୍ପର୍କରେ ଓଡ଼ିଶା ରାଜ୍ୟ ନେତୃତ୍ୱ କିଛି କହିପାରିବେ ନାହିଁ ତାଙ୍କର କିଛି କ୍ଷମତା ମଧ୍ୟ ନାହିଁ ଆଉ ଗୋଟିଏ କଥା ଯେ ଅଶ୍ୱିନୀ ବୈଷ୍ଣବକୁ ଯୋଉ ଅଶ୍ୱିନୀଙ୍କୁ ନବୀନ ପଟ୍ଟନାୟକ ଦି ଥର ଟର୍ମରେ ଭରସା ରଖିକି ତାଙ୍କ ଉପରେ ଏତେ ଇଏ କରୁଥିଲେ ଆଜି ସେ ଭରସା ହଠାତ୍ କାହିଁକି ଭାଙ୍ଗିଦେଲେ ନାଇଁ ଏଇଟା ହେଇ ବି ପାରେ ଯେ ଧରନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ କ୍ଷେତ୍ରରେ ବିଜେପି କୁ ଯୋଉ ଦୁଇଥର ଯାକ ସେମାନେ ଯୋଉ ସମର୍ଥନ ଦେଇଛନ୍ତି ବିଜେପି ସେ ସମର୍ଥନ ଫେରେଇ ପାରେ ମଧ୍ୟ ବିଜେଡି ଯୋଉ ଦୁଇଥର ଯାକ ଅନକଣ୍ଡିସନାଲ ସପୋର୍ଟ ଦେଇଛି ବିଜେପି ପ୍ରାର୍ଥୀଙ୍କୁ ବିଜେପି ହୁଏତ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଚତୁର୍ଥ ପ୍ରାର୍ଥୀ ଦେଇ ନ ପାରନ୍ତି କଂଗ୍ରେସ ଗୋଟେ ନ୍ୟାସନାଲ ଦଳ ଭକ୍ତ ଦାସ ବି ଯାଇଛନ୍ତି କଂଗ୍ରେସର ଜଣେ ପ୍ରାର୍ଥୀ କଣ ଲାଭ ନମିନେସନ ହବ? କରିବ ଦଳ ନିର୍ବାଚନ ହବନି 4 ଜଣ ପ୍ରାର୍ଥୀ ନିର୍ବାଚିତ ହେବେ ନୂଆ ଆଉ କେହି ରହିବେ ଯଦି ବିଜେପି 3 ଜଣ ପ୍ରାର୍ଥୀ ନ ଦବ ତାହେଲେ ନିର୍ବାଚନର ଆବଶ୍ୟକତା ପଡିବନି 4 ଜଣ ଯାକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ କିଛି